ଦେଓଝର ପ୍ଲାଣ୍ଟ ଫାଟକ ସମ୍ମୁଖରେ ନିଯୁକ୍ତି ପାଇଁ ଧାରଣା। କେନ୍ଦୁଝର ଜିଲ୍ଲା ଜଡ଼ା ବ୍ଲକ ଅନ୍ତର୍ଗତ ଦେଓଝରଠାରେ ରହିଛି ଜିନ୍ଦଲ ପ୍ଲାଣ୍ଟ। ଖଣି ଖାଦାନ ଅଞ୍ଚଳର ଏହି ପ୍ଲାଣ୍ଟରେ ଅନେକ କର୍ମଚାରୀ ନିଯୁକ୍ତି ପାଇ ଖୁବ୍ ଶାନ୍ତିରେ ଜୀବନ କାଟୁଛନ୍ତି। ବିଶେଷ କରି ପ୍ଲାଣ୍ଟରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ବାହାର ଅଞ୍ଚଳର ହୋଇଥିବା ଯୋଗୁଁ ଅଞ୍ଚଳବାସୀଙ୍କୁ ଅଣଦେଖା କରୁଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ନିଜ ଭିଟାମାଟିରେ ସ୍ଥାପନ ହୋଇଥିବା ପ୍ଲାଣ୍ଟ ଅଞ୍ଚଳର ଅନେକ ଶିକ୍ଷିତ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ପ୍ଲାଣ୍ଟରେ ନିଯୁକ୍ତି ପାଇବାରୁ ବଞ୍ଚିତ ରହିଛନ୍ତି। ଏଠାରେ ପ୍ଲାଣ୍ଟ ସ୍ଥାପନ ବେଳେ ନିଜର ଭିଟାମାଟିକୁ ପ୍ଲାଣ୍ଟ ସ୍ଥାପନ ପାଇଁ ଦିଆଯାଇଥିଲା। ଆଉ ଭିଟାମାଟି ହରାଇଥିବା ତଥା ଏ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ପ୍ଲାଣ୍ଟରେ ନିଯୁକ୍ତି ଦେବା ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତିକୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ପାଳନ ନ କରି ଏ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ଶକ୍ତ ଧକ୍କା ଦେଇ ଚାଲୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ଅଞ୍ଚଳବାସୀଙ୍କୁ ଭକୁଆ ବନାଉଛନ୍ତି। ଜିନ୍ଦଲ ପ୍ଲାଣ୍ଟ ଫାଟକ ସମ୍ମୁଖରେ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ। ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ପ୍ଲାଣ୍ଟ କର୍ତ୍ତୃପକ୍ଷ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପ୍ରତିଶ୍ରୁତିର ବାହାନା କରି ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ଅଞ୍ଚଳବାସୀଙ୍କୁ ବୋକା ବନାଇ ଶୋଷଣ କରି ଚାଲିଛନ୍ତି। ଏହି ମାଟିରୁ ଖଣିଜ ସମ୍ପଦ ପ୍ଲାଣ୍ଟରେ ବ୍ୟବହାର କରି କୋଟି କୋଟି ଟଙ୍କାର ଲାଭ ଉଠାଇ ବାହାରୁ ନିଯୁକ୍ତି ଦେଇ ଅଞ୍ଚଳବାସୀଙ୍କ ଛାତିରେ ଗୋଇଠା ମାରିବାକୁ ଆଉ ସହ୍ୟ କରିପାରିବେ ନାହିଁ ଅଞ୍ଚଳବାସୀ। ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ପ୍ଲାଣ୍ଟକୁ ଚଳାଇବାକୁ ଦିଆଯିବ ନାହିଁ ବୋଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ। ନିଯୁକ୍ତିର ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଏଠାରେ ପ୍ଲାଣ୍ଟ ଚାଲିପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। କେବଳ ଯେ ନିଯୁକ୍ତିର ସମସ୍ୟାକୁ ନେଇ ଧାରଣା ଦିଆଯାଇଛି ତାହା ନୁହଁ। ଖଣିଜ ସମ୍ପଦର ପରିବହନ ସମସ୍ୟାକୁ ନେଇ ମଧ୍ୟ ଟ୍ରକ୍ ମାଲିକମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି। ପ୍ଲାଣ୍ଟରେ ବ୍ୟବହୃତ ହେଉଥିବା ଖଣିଜ ସମ୍ପଦକୁ ପାଇପ୍ ଯୋଗେ ପ୍ଲାଣ୍ଟକୁ ନିଆଗଲେ ଏ ଅଞ୍ଚଳରେ ଥିବା ଟ୍ରକ୍ ମାଲିକମାନେ କ୍ଷତିର ଶିକାର ହେବେ। ତେଣୁ ଟ୍ରକ୍ ମାଲିକମାନଙ୍କ ଦାବି ଅନୁସାରେ 40% ସଡ଼କ ପଥରେ ପରିବହନ କରିବା ଦାବି ଜଣାଇ ଟ୍ରକ୍ ମାଲିକମାନେ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ତୁରନ୍ତ ପ୍ଲାଣ୍ଟରେ ନିଯୁକ୍ତି ଦେବା ଏବଂ ଟ୍ରକ୍ ମାଲିକମାନଙ୍କୁ ସଡ଼କ ପଥରେ ମାଲ ପରିବହନ କରିବା ପାଇଁ ସୁଯୋଗ ଦେବା ଧାରଣାରେ ପ୍ରକାଶ କରିଛନ୍ତି। ଧାରଣାକାରୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିବା ବେଳେ ଏବେ ପ୍ଲାଣ୍ଟ କର୍ତ୍ତୃପକ୍ଷ କେମିତି ପ୍ରତିଶ୍ରୁତି ଦେଉଛନ୍ତି ସେହି ସମୟକୁ ଅପେକ୍ଷାରେ ଅଞ୍ଚଳବାସୀ। କେନ୍ଦୁଝର ଜଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, এবি ନ୍ୟୁଜ୍।